ନିର୍ବାଚନ ପାଇଁ ଆପଣ ତ ଗୋଟିଏ ସିଟ୍ ଯିବ ଗୋଟେ ସିଟ୍ କାହାକୁ ପଠାଯିବ ଏବଂ ଦ୍ୱିତୀୟ କଥା ହେଉଛି ଆପଣଙ୍କର କ'ଣ ଆଭିମୁଖ୍ୟ ଚତୁର୍ଥ ନମ୍ବରକୁ ନେଇ କଂଗ୍ରେସ ଶୁଣନ୍ତୁ ଆଜ୍ଞା ଆମର ବିଜୁ ଜନତା ଦଳ ଶୃଙ୍ଖଳିତ ଦଳ ଏଥିରେ ଆମର ପଲିଟିକାଲ ଆଫେୟାର୍ସ କମିଟି ଅଛି ଏବଂ ସର୍ବୋଚ୍ଚ ନେତାମାନେ ଅଛନ୍ତି ଆଉ ସବୁଠାରୁ ବଡ଼ କଥା ହେଉଛି ମାନ୍ୟବର ନବୀନ ପଟ୍ଟନାୟକଙ୍କର ସ୍ୱୀକୃତି ଯାହା ପ୍ରତି ରହିବ ସିଏ ହେବ ଏଇଟା ଆମ ଦଳର କଥା ଏଇଟା ଆଉ ଭାରତୀୟ ଜନତା ପାର୍ଟିର ସଂଖ୍ୟା ଯେହେତୁ ତାଙ୍କର ଦୁଇଟି ଯିବ ବିଜୁ ଜନତା ଦଳର ଗୋଟିଏ ଯିବ ଚତୁର୍ଥ ଆସନ ବି ସେଇଟା ଦଳ ବସିକି ନିଷ୍ପତ୍ତି କରିବ କ'ଣ ହେବ ସେ ବିଷୟରେ ମୁଁ ବିଶେଷ କହିପାରିବି ନାହିଁ କିନ୍ତୁ ମୋର ବ୍ୟକ୍ତିଗତ ମତ ହେଉଛି ଭାରତୀୟ ଜନତା ପାର୍ଟିର ଦୁଇଟି କ୍ୟାଣ୍ଡିଡେଟ୍ରୁ ଅଧିକା ଯିବା ଉଚିତ ନୁହେଁ କାହିଁକିନା ଭାରତୀୟ ଜନତା ପାର୍ଟିର ଯେ କ୍ୟାଣ୍ଡିଡେଟ୍ ଯିବ ପ୍ରାର୍ଥୀ ଜିତିକି ଯିବ ସେ କେବଳ ମୁକ ବଧିର ହେଇକି ବସିବେ ପାର୍ଲିଆମେଣ୍ଟରେ ତାଙ୍କର କୌଣସି କାମ ନାହିଁ ତେଣୁକରି ଚତୁର୍ଥ ଆସନଟା କେମିତି କ'ଣ କରି ଭାରତୀୟ ଜନତା ପାର୍ଟି ନ ଯାଉ ବୋଲି ମୋର ବ୍ୟକ୍ତିଗତ ଇଚ୍ଛା ଦେଖିବା ଦଳ କ'ଣ ନିଷ୍ପତ୍ତି କରେ ମୁଁ କହିପାରିବିନି ସେ ବିଷୟରେ ମୋ ପାଖରେ ନାଇଁ କଂଗ୍ରେସ ସେଥିରେ ସହଯୋଗ କ'ଣ ମୁଁ ସେ ବିଷୟରେ ବିଶେଷ କିଛି କହିପାରିବିନି କିନ୍ତୁ ମୋର ବ୍ୟକ୍ତିଗତ ଆନ୍ତରିକ ଇଚ୍ଛା ହେଉଛି ଯେ ଭାରତୀୟ ଜନତା ପାର୍ଟିର ଅଧିକା ପ୍ରାର୍ଥୀ ବା ଏମ୍ପି ରାଜ୍ୟସଭାକୁ ନ ଯାଆନ୍ତୁ ତାଙ୍କର ଲୋକସଭାକୁ ଯିଏ ଯାଇଛନ୍ତି ବା ରାଜ୍ୟସଭାକୁ ଯାଇଛନ୍ତି କାରଣ ଜଣଙ୍କର ପାର୍ଟି ଆପଣ ଦେଖୁଛନ୍ତି ନା ପାର୍ଟି କିଏ ଖୋଲୁଛି ତେଣୁ ମୁକ ବଧିରଙ୍କୁ ପଠାଇବା ଅପେକ୍ଷା ଚତୁର୍ଥ ସିଟ୍ଟା କେମିତି ଭାଜପା ହାତକୁ ନ ଯିବ ସେଇଥିପାଇଁ